नमस्कार ओडिशावासी मो अभिमन्यु आपण वर्तमान देखुचंती आम शक्ति न्यूज। आज आपण मन पई रहिछि देश विदेशर केतोटी बड़ गुरुत्वपूर्ण खबर। आसंतु खबर उपरे नजर पकेइबा। आजिर प्रथम बड़ खबर, श्रीमंदिर में विशृंखला तथा अन्य एक सेवक को मारपिट पर श्रीमंदिर आईन 21 क धारा अनुसार मुख पखाल सेवक विश्वनाथ खुंटिया को आगामी 3 मास पर सेवारू निलंबित करा जायछि। ଏହା ପୂର୍ବରୁ ଶ୍ରୀ ଖୁଣ୍ଟିଆକୁ କୈଫତ ତଲବ ମଗା ହୋଇଥିଲା। ନିଲମ୍ବିତ ସମୟରେ ଶ୍ରୀ ଖୁଣ୍ଟିଆ ଶ୍ରୀମନ୍ଦିର ମଧ୍ୟରେ ତାଙ୍କର ସମସ୍ତ ସେବାରୁ ନିବୃତ୍ତ ରହିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଦେଶ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଆଉ ଥରେ ସ୍ପଷ୍ଟ କରିଛନ୍ତି ଯେ ଶ୍ରୀମନ୍ଦିର ମଧ୍ୟରେ ବିଶୃଙ୍ଖଳାକୁ କଦାପି ବରଦାସ୍ତ କରାଯିବ ନାହିଁ। ପରବର୍ତ୍ତୀ ଖବର, ଯାଜପୁର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଆଗାମୀ ଦିନରେ ଯାଜପୁର ଜିଲ୍ଲାରେ କରାଯିବ 1 ଲକ୍ଷ କୋଟି ଟଙ୍କାର ନିବେଶ। ଡଙ୍କାରୀ ପାହାଡ଼ ପାଦଦେଶରେ 18,000 କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯିବ ତୈଳ ଭଣ୍ଡାର। ଧର୍ମଶାଳା ମହୋତ୍ସବରେ ସାମିଲ ହୋଇ ଏଭଳି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଯାଜପୁର ଜିଲ୍ଲାକୁ ରାଜ୍ୟରେ ଏକ ଅଗ୍ରଣୀ ତଥା ବିକଶିତ ଜିଲ୍ଲା ଭାବରେ ଗଢ଼ି ତୋଳିବା ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପ୍ରକଳ୍ପରେ 5,000ରୁ ଅଧିକ ନିଯୁକ୍ତି ସୃଷ୍ଟି କରାଯିବ। ଏହା ସହିତ କଳିଙ୍ଗନଗର ଶିଳ୍ପାଞ୍ଚଳର ଟାଟା ପ୍ରକଳ୍ପର ସମ୍ପ୍ରସାରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହୁଥିବାର ସୂଚନା ମିଳିଛି। ପରବର୍ତ୍ତୀ ଖବର, ବଡର ଗାଭାସ୍କର ଟ୍ରଫି ପ୍ରଦାନ କାର୍ଯ୍ୟକ୍ରମକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସକମାନେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡକୁ ବହୁ ମାତ୍ରାରେ ଟ୍ରୋଲ କରୁଛନ୍ତି। ଭାରତୀୟ କିମ୍ବଦନ୍ତୀ ଲେଜେଣ୍ଡ ସୁନୀଲ ଗାଭାସ୍କରଙ୍କୁ ବଡର ଗାଭାସ୍କର ଟ୍ରଫି ପ୍ରଦାନ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ନଥିଲା, ଯାହାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ 1996-97 ମସିହାରୁ ବଡର ଗାଭାସ୍କର ଟ୍ରଫି ଖେଳାଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆ ଓ ଭାରତର ଦୁଇ କିମ୍ବଦନ୍ତୀ କ୍ରିକେଟର ଆଲାନ ବର୍ଡର ଓ ସୁନୀଲ ଗାଭାସ୍କରଙ୍କ ନାଁରେ ନାମିତ ରହିଛି। ବିଶ୍ୱ ଟେଷ୍ଟ କ୍ରିକେଟରେ ଏହା ଏକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ। ଏଭଳି ସ୍ଥଳେ ଗାଭାସ୍କରଙ୍କ ନାଁରେ ନାମିତ ଟୁର୍ଣ୍ଣାମେଣ୍ଟର ଟ୍ରଫି ପ୍ରଦାନ କାର୍ଯ୍ୟକ୍ରମକୁ ତାଙ୍କୁ ନ ଡାକିବାକୁ ନେଇ ଆଲୋଚନା ଜୋର ଧରିଛି। ପରବର୍ତ୍ତୀ ଖବର, ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖସି ପଡ଼ିଲା ଡ୍ରୋନ୍। ସାମ୍ନାକୁ ଆସିଲା ବଡ଼ ଧରଣର ସୁରକ୍ଷା ତ୍ରୁଟି। 2 ଦିନ ତଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଝାରସୁଗୁଡ଼ା ଗସ୍ତ କରିଥିଲେ। ତେବେ ତାଙ୍କ ଗସ୍ତ ସମୟରେ ହୋଇଥିବା ସୁରକ୍ଷା ବ୍ୟବସ୍ଥାର ଏକ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଝାଡେଶ୍ୱର ମନ୍ଦିରକୁ ପ୍ରବେଶ କରିବା ଲାଗି ଯାଉଥିବା ସମୟରେ ଏକ ଅଚିହ୍ନା ଡ୍ରୋନ୍ ତାଙ୍କ ପାଖରେ ଖସି ପଡ଼ିଥିଲା। କଡ଼ା ସୁରକ୍ଷା ବଳୟ ଭିତରେ ଡ୍ରୋନ୍ଟି ଅତର୍କିତ ଭାବେ ଖସି ପଡ଼ିବାରୁ ଖୋଦ୍ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବି ହଡ଼ବଡ଼େଇ ଯିବା ସହ ଚମକି ପଡ଼ିଲେ। ତେବେ ପିଏସ୍ଓ ଓ ଉପସ୍ଥିତ ପୋଲିସ ଉକ୍ତ ଡ୍ରୋନ୍କୁ ପାଦରେ ଏଡ଼ାଇ ଦେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ସ୍ୱାଭାବିକ ଢଙ୍ଗରେ ଚାଲିଥିଲା। କୌଣସି ବ୍ୟକ୍ତି ଫଟୋ ଉଠାଇବା ଉଦ୍ଦେଶ୍ୟରେ ଏହି ଡ୍ରୋନ୍ ଉଡ଼ାଇଥିବା ଜଣାପଡ଼ିଛି, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ଉପରେ ଏଭଳି ଡ୍ରୋନ୍ ଉଡ଼ାଇବାକୁ କିଏ ଅନୁମତି ଦେଲା, ତାକୁ ନେଇ ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ମିଳିଛି ବଡ଼ ସଫଳତା। ଇସ୍ରୋ ମହାକାଶରେ ଝୁଡଙ୍ଗ ମଞ୍ଜିକୁ ଗଜା କରିବାରେ ସଫଳତା ହାସଲ କରିଛି। ଏହି ଝୁଡଙ୍ଗର ମଞ୍ଜିକୁ ସ୍ପେଡଏକ୍ସ ମିଶନ ସହ 30 ଡିସେମ୍ବରରେ PSLV-C-60 ରକେଟରେ ପଠାଯାଇଥିଲା। ଗଜାରୁ ଖୁବ୍ ଶୀଘ୍ର ପତ୍ର ବାହାରିବ ବୋଲି ବୈଜ୍ଞାନିକମାନଙ୍କର ବିଶ୍ୱାସ ରହିଛି। ଇସ୍ରୋ ମହାକାଶରେ ଚାରା ବଢ଼ାଇବା ଅଧ୍ୟୟନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। 4 ଦିନରେ ଝୁଡଙ୍ଗ ମଝିରେ ହୋଇଥିବା ଗଜା ଖୁବ୍ ଶୀଘ୍ର ପତ୍ର ଧରିବାର ଆଶା କରାଯାଉଛି। ଝୁଡଙ୍ଗର 8ଟି ମଞ୍ଜିକୁ ଏକ ନିୟନ୍ତ୍ରିତ ପରିବେଶରେ ଗଜା କରାଯାଉଛି, ଯେଉଁଥିରେ ସକ୍ରିୟ ଥର୍ମାଲ ନିୟନ୍ତ୍ରିତ ରହିଛି। କ୍ଷୀଣ ଚୁମ୍ବକୀୟ ଶକ୍ତିରେ କିପରି ମଞ୍ଜିରୁ ଗଛ ବାହାରୁଛି ତାର ଫଟୋ ଉଠାଯିବ ଏବଂ ଅମ୍ଳଜାନ, ଅଙ୍ଗାରକାମ୍ଳ, ଆର୍ଦ୍ରତା, ତାପମାତ୍ରା ଇତ୍ୟାଦି ମପାଯିବ। ଏହା ଦ୍ୱାରା ସେହି ପରିସ୍ଥିତିକୁ ଅନୁସରଣ କରିବାର ପ୍ରୟାସ କରାଯାଉଛି, ଯେଉଁଥିରେ ଗଛ ମହାକାଶ ଯାତ୍ରା ସମୟରେ ଯାଇପାରିବ। ଏହି ଉପଲବ୍ଧ ଭାରତର ମହାକାଶ ଜୀବବିଜ୍ଞାନ ଅନୁସାରେ ଏକ ବହୁତ ବଡ଼ ସଫଳତା ବୋଲି ମାନାଯାଉଛି। ମହାକାଶରେ ମଞ୍ଜି ଗଜା ହେବା ଭାରତର ଯୋଗ୍ୟତାକୁ ଦର୍ଶାଉଛି। ଇସ୍ରୋ ଏକ୍ସରେ ଏକ ଟ୍ୱିଟ୍ କରି ଏହି ବିଷୟରେ ସୂଚନା ଜାରି କରିଛି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ଦେଖାଦେଇଥିବା ହ୍ରାସ ସାଙ୍ଗକୁ ବିଦେଶୀ ମୁଦ୍ରା ଭଣ୍ଡାର ତଳକୁ ଖସୁଥିବା ଜନିତ ବିପଦକୁ ମୁକାବିଲା କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଧିକରୁ ଅଧିକ ସୁନା କିଣିବାରେ ଲାଗିଛି। ରିଜର୍ଭ ବ୍ୟାଙ୍କ 2024 ଅକ୍ଟୋବର ଓ ନଭେମ୍ବର ମାସରେ 20 ଟନ୍ ସୁନା କିଣିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ 6 ମାସ ଅର୍ଥାତ୍ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ରିଜର୍ଭ ବ୍ୟାଙ୍କ ମୋଟ 30 ଟନ୍ ସୁନା କିଣିଥିବା ବେଳେ ପରବର୍ତ୍ତୀ 2 ମାସରେ 20 ଟନ୍ ସୁନା କିଣିଛି। ଟଙ୍କା ମୂଲ୍ୟ ଓ ବିଦେଶୀ ମୁଦ୍ରା ଭଣ୍ଡାରରେ ହେଉଥିବା ହ୍ରାସର ବିପଦକୁ କମ୍ କରିବା ଲାଗି ବିଦେଶୀ ମୁଦ୍ରା ଭଣ୍ଡାରରେ ଅଧିକ ପରିମାଣର ସୁନା ରଖିବାର ଆବଶ୍ୟକତା ରହିଛି। 2024 ମାର୍ଚ୍ଚ 29 ବେଳକୁ ରିଜର୍ଭ ବ୍ୟାଙ୍କ ପାଖରେ 822 ଟନ୍ ସୁନା ରହିଥିଲା। 2024 ନଭେମ୍ବର 29 ତାରିଖ ବେଳକୁ ଏହା 876 ନ୍ୟୁଟ୍ରନ୍ ବୃଦ୍ଧି ପାଇଛି।
ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ସୁନା ଦରରେ 19% ବୃଦ୍ଧି ଘଟିଛି। କିନ୍ତୁ ସୁନା ଦର ଅପେକ୍ଷାକୃତ ସ୍ଥିର ରହିଥିବା ସମୟରେ ରିଜର୍ଭ ବ୍ୟାଙ୍କ ଗତ ଅକ୍ଟୋବର ଓ ନଭେମ୍ବରରେ ଅଧିକ ସୁନା କ୍ରୟ କରିଛି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ପ୍ରବାସୀ ଭାରତୀୟ ଦିବସରେ ଭୁବନେଶ୍ୱରରେ ହେବାକୁ ଥିବା ବେଳେ ପୁରୀ, କୋଣାର୍କ ଓ କଟକ ବୁଲିବାକୁ ଆସିବାର କାର୍ଯ୍ୟକ୍ରମ ରହିଛି। ଯେହେତୁ 1000 ବର୍ଷର ସହର, ସେଥିପାଇଁ କଟକ ସହରର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ବୁଲିବାକୁ ଆସିବେ ପ୍ରବାସୀ ଭାରତୀୟମାନେ। ଏଥିପାଇଁ କିଭଳି ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ବନ୍ଦୋବସ୍ତ ଚାଲିଛି ତାହାର ତଦାରଖ କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। ଏହି ତଦାରଖ ବେଳେ ମନ୍ତ୍ରୀଙ୍କ ସହ ବାରବାଟୀ କଟକ, ସଦର କଟକ ବିଧାୟକ, ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ। କଟକ ସହରର ସିଲଭର ସିଟି ବୋଟ୍ କ୍ଲବ, କଟକ ଚଣ୍ଡୀଙ୍କ ମନ୍ଦିର, ବାରବାଟୀ ଦୁର୍ଗ ଭଳି 8ରୁ 9ଟି ପର୍ଯ୍ୟଟନ ସ୍ଥଳୀକୁ ପ୍ରବାସୀ ଭାରତୀୟମାନେ ବୁଲିବାକୁ ଆସିବେ। କଟକରେ କିଭଳି ସୁରୁଖୁରୁରେ ବୁଲାଯାଇ ପାରିବ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମକୁ ଦାୟିତ୍ୱ ଦିଆଯାଇଛି। ଯିବା ଆସିବା ପାଇଁ କିଭଳି ସରଳୀକରଣ କରାଯିବ ସେଥିପାଇଁ ଡବଲ ଡେକର ବସ୍ର ବ୍ୟବହାର କରାଯିବ। ସେହିଭଳି କଟକରେ ସ୍ୱାଗତ ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଉଥିବା କଥା କହିଛନ୍ତି ଗୃହ ଓ ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। ପରବର୍ତ୍ତୀ ଖବର, ଗତକାଲି ଆରମ୍ଭ ହୋଇଯାଇଛି 18ତମ ପଥ ଉତ୍ସବ। ମାଷ୍ଟର କ୍ୟାଣ୍ଟିନ ଠାରୁ ଆରମ୍ଭ କରି ରାମ ମନ୍ଦିର ପର୍ଯ୍ୟନ୍ତ ଜନପଥରେ ଜମିଛି ନୃତ୍ୟ ଗୀତର ଆସର। ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟବଲ, ଲୁଡୁ, କୁଇଜ କମ୍ପିଟିସନ, ରଙ୍ଗୋଲି, ମ୍ୟାଜିକ ଶୋରେ ମସ୍କୁଲ ରାଜଧାନୀର ପିଲାଠୁ ବୟସ୍କ। ଏହି ଅନନ୍ୟ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସହର ରାସ୍ତାଗୁଡ଼ିକର କାର୍ଯ୍ୟକଳାପ ଏବଂ ସୃଜନଶୀଳତାର ପରିପୂର୍ଣ୍ଣ ପଥଚାରୀ ଅନୁକୂଳ ଅଞ୍ଚଳରେ ପରିପୂର୍ଣ୍ଣ କରି ଏକ ସୁସ୍ଥ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା। ଫିଟନେସ୍ ଅଧିବେଶନ, ସାଂସ୍କୃତିକ ପରିବେଷଣ, କଳା ପ୍ରଦର୍ଶନ ଓ ଖାଦ୍ୟ ଷ୍ଟଲ ସମେତ ବିଭିନ୍ନ ଆକର୍ଷଣରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ହଜାର ହଜାର ପ୍ରତିଯୋଗୀଙ୍କୁ ପଥ ଉତ୍ସବରେ ସାମିଲ ହୋଇଛନ୍ତି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ବର୍ତ୍ତମାନ ଓୟୋରେ ଅବିବାହିତ ଦମ୍ପତିଙ୍କ ପାଇଁ ପ୍ରବେଶ ନିଷେଧ। କମ୍ପାନୀ ବଢ଼ାଇଲା ଚେକ୍ ଇନ୍ ନିୟମ। ଟ୍ରାଭେଲ ବୁକିଂ ପ୍ରମୁଖ ଓୟୋ ମେରଠ ଠାରୁ ଆରମ୍ଭ କରି ପାର୍ଟନର ହୋଟେଲଗୁଡ଼ିକ ପାଇଁ ଏକ ନୂତନ ଚେକ୍ ଇନ୍ ପଲିସି ଆରମ୍ଭ କରିଛି, ଯେଉଁଥିରେ ଚଳିତ ବର୍ଷଠାରୁ ନିର୍ଦ୍ଦେଶାବଳୀ ଅନ୍ତର୍ଭୁକ୍ତ ହୋଇଛି, ଯାହା ଅନୁଯାୟୀ ଅବିବାହିତ ଦମ୍ପତିଙ୍କୁ ଆଉ ଚେକ୍ ଇନ୍ କରିବାକୁ ଅନୁମତି ଦିଆଯିବ ନାହିଁ। ସଂଶୋଧିତ ନୀତି ଅନୁଯାୟୀ ସମସ୍ତ ଦମ୍ପତିଙ୍କୁ ଅନଲାଇନ୍ ବୁକିଂ ସହିତ ଚେକ୍ ଇନ୍ ସମୟରେ ସେମାନଙ୍କ ସମ୍ପର୍କର ବୈଧ ପ୍ରମାଣ ଉପସ୍ଥାପନ କରିବାକୁ କୁହାଯିବ। କମ୍ପାନୀ କହିଛି ଯେ ସ୍ଥାନୀୟ ସାମାଜିକ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଦମ୍ପତିଙ୍କ ବୁକିଂକୁ ପ୍ରତ୍ୟାଖ୍ୟାନ କରିବାକୁ ଓୟୋ ଏହାର ଅଂଶୀଦାର ହୋଟେଲଗୁଡ଼ିକୁ କ୍ଷମତା ପ୍ରଦାନ କରିଛି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ରାଜ୍ୟରେ ପ୍ରତିଷ୍ଠା ହେବ 147ଟି ଆମ ହସ୍ପିଟାଲ ଏବଂ ଏଥିରେ ଖର୍ଚ୍ଚ ହେବ 1000 କୋଟି। ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସେବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ବର୍ଷ ଭେଟି ଦେବାକୁ ଯାଉଛନ୍ତି। ରାଜ୍ୟରେ ଆହୁରି 147ଟି ଆମ ହସ୍ପିଟାଲ ପ୍ରତିଷ୍ଠା କରାଯିବ। ଏନେଇ ଜିଲ୍ଲା ଅଧିକାରୀମାନଙ୍କୁ ସମସ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। କେଉଁ ହସ୍ପିଟାଲରେ ଆମ ହସ୍ପିଟାଲ ପ୍ରତିଷ୍ଠା ହେଲେ ଅଧିକ ଲୋକ ଉପକୃତ ହେବେ ତର୍ଜମା ଚାଲିଛି। ଜନସାଧାରଣଙ୍କ ଆବଶ୍ୟକତାକୁ ଉପଲବ୍ଧ କରି ପ୍ରତି ନିର୍ବାଚନ ମଣ୍ଡଳୀରେ ଏକାଧିକ ଆମ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ କରାଯାଇଛି। ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା ଚାଲିଛି। ଜିଲ୍ଲାପାଳମାନେ ଯେଉଁ ତାଲିକା ସ୍ୱାସ୍ଥ୍ୟ ବିଭାଗକୁ ଦେବେ ସେହି ଅନୁସାରେ ଆମ ହସ୍ପିଟାଲ ପ୍ରତିଷ୍ଠା ହେବ। ଏହି ଦ୍ୱିତୀୟ ପର୍ଯ୍ୟାୟ ଆମ ହସ୍ପିଟାଲ ପାଇଁ 1000 କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି। ଏହାଦ୍ୱାରା ରୋଗୀଙ୍କୁ ତୃଣମୂଳ ସ୍ତରରେ ଅତ୍ୟାଧୁନିକ ସେବା ମିଳିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ପ୍ରବାସୀ ଭାରତୀୟ ଦିବସ ପାଇଁ 3500 ପଞ୍ଜୀକରଣ ସରିଲାଣି। ଏନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ପ୍ରବାସୀ ଭାରତୀୟମାନେ ଭଲ ଅନୁଭୂତି ନେଇ ଯିବାର ବ୍ୟବସ୍ଥା ହୋଇଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ପର୍ଯ୍ୟଟନ, ଶିଳ୍ପ, ଉଦ୍ୟୋଗ, କଳାର ବିକାଶ ହେବ। ବିଶ୍ୱ ସ୍ତରରେ ଓଡ଼ିଶାର ପ୍ରଚାର ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଆମେରିକାରେ ମାଡ଼ି ଆସୁଛି ବରଫ ଝଡ଼, ପ୍ରଭାବିତ ହେବେ 6 କୋଟି ଲୋକ। ବର୍ତ୍ତମାନ ଆମେରିକାର ଲୋକମାନେ ପ୍ରବଳ ଶୀତରେ ଥରୁଛନ୍ତି। ପୁରା ଆମେରିକାରେ ଥଣ୍ଡାର ପ୍ରକୋପ ଦେଖିବାକୁ ମିଳୁଛି। ଏହାରି ଭିତରେ ପାଣିପାଗ ବିଭାଗ ଆମେରିକାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବରଫ ଝଡ଼ ମାଡ଼ି ଆସୁଛି, ଯାହାଦ୍ୱାରା ଆମେରିକାର 1300 ମାଇଲ ଅଞ୍ଚଳରେ ପ୍ରବଳ ହିମପାତ, ବିପଜ୍ଜନକ ବରଫ ବର୍ଷା ଏବଂ ପ୍ରବଳ ଝଡ଼ ଆସିବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି। ଦର୍ଶକ ବନ୍ଧୁ, ଇଏ ଥିଲା ଆଜି ଦିନର ଆପଣମାନଙ୍କ ପାଇଁ କେତୋଟି ବଡ଼ ଗୁରୁତ୍ୱପୂର୍ଣ୍ଣ ଖବର। ଆଶା କରୁଛି ଆମର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଥିବ। ଆମର ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟି ଗୋଟେ ଲାଇକ୍ କରିବା ସହିତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।